ପିଲାମାନେ ଆଜି ଆମେ ଆଲୋଚନା କରିବା ପାର୍ଟ ଅଫ ଏ ସେଣ୍ଟେନ୍ସ। ଦେଖ ପିଲାମାନେ ପାର୍ଟ ଅଫ ଏ ସେଣ୍ଟେନ୍ସ ଡିସ୍କସନ ପୂର୍ବରୁ ତମମାନଙ୍କୁ ପ୍ରଥମତଃ ସେଣ୍ଟେନ୍ସ କଣ ଜାଣି ରଖିବା ନିହାତି ଦରକାର। ତ ତମମାନଙ୍କ ମାଇଣ୍ଡରେ କଣ ଅଛି ଯେ ସେଣ୍ଟେନ୍ସ କହିଲେ ଆମେ କଣ ବୁଝିବା, ସେଣ୍ଟେନ୍ସ କିଭଳି, ତାର ଷ୍ଟ୍ରକ୍ଚରେସନ କେମିତି, ଏସବୁ ଜାଣିବା ନିହାତି ଜରୁରୀ। ତାହେଲେ ହିଁ ତମମାନଙ୍କର ମାଇଣ୍ଡରେ ପିଲାମାନେ ଗ୍ରାମାଟିକାଲି ପାର୍ଟ ଅଫ ଏ ସେଣ୍ଟେନ୍ସ କଣ ତାହା କ୍ଲିୟର ହେଇପାରିବ। ତ ପ୍ରଥମେ ଟିକେ ସେଣ୍ଟେନ୍ସ କଣ ଜାଣି ରଖିବା ଏବଂ ତାର ଷ୍ଟ୍ରକ୍ଚର କେମିତି ତାହା ଜାଣିବା, ତାପରେ ଡିସ୍କସନ କରିବା ପାର୍ଟ ଅଫ ଏ ସେଣ୍ଟେନ୍ସ କଣ। ଓକେ, ପ୍ରଥମେ ପିଲାମାନେ ମତେ କହିଲ ଯେ ହ୍ୱାଟ ଡୁ ୟୁ ମିନ୍ ବାଇ ସେଣ୍ଟେନ୍ସ ଷ୍ଟ୍ରକ୍ଚର। କହିପାରିବା ବାକ୍ୟର ଯୋଉ ସଂରଚନା ତା ଦୃଶ୍ୟ କିଭଳି ଦେଖାଯାଏ, ବାକ୍ୟ କହିଲେ ତମେ କଣ ବୁଝ, ସେଟା କେମିତି ତମମାନଙ୍କ ମାଇଣ୍ଡରେ କ୍ଲିୟର ଅଛି ବା ଭିଜୁଆଲାଇଜେସନ ଅଛି, ପ୍ରଥମେ ତମମାନେ ମତେ ସେଟା ଜଣାଅ। ଦେଖ ତମମାନଙ୍କୁ ଗୋଟେ କଥା କହିବି, ଯଦି ତମର ହାଇସ୍କୁଲ କ୍ଲାସରେ ପଢିଲଣି ବା କହିପାରିବା ହାଇସ୍କୁଲରେ କିମ୍ବା ତାଠୁ ଉପରକୁ ପଢିଲଣି ଶ୍ରେଣୀରେ, ତାହେଲେ ତମମାନେ କେବେ ନା କେବେ ପଞ୍ଚମ ଷଷ୍ଠ କିମ୍ବା ଯୋଉମାନେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ହଉ କିମ୍ବା ଅରବିନ୍ଦ ହଉ ପଢୁଛନ୍ତି, ସେମାନେ ବେସିକାଲି ସେମାନଙ୍କର ଗ୍ରାମାଟିକାଲି ସେନ୍ସ ସେମାନେ ଜାଣିଛନ୍ତି, କାହିଁକିନା ତାଙ୍କର ବହୁତ ଛୋଟ କ୍ଲାସ ଆରମ୍ଭ ହେଇଯାଇଛି। ଏବଂ ଯୋଉମାନେ ବୋର୍ଡ ସ୍କୁଲରେ ପିଲା ପଢୁଛନ୍ତି ସେମାନଙ୍କ ପାଇଁ ଯଦି କହିପାରିବା ଇଂଲିଶ ଗ୍ରାମର ସେକ୍ସନ ଆରମ୍ଭ ହଉଛି କ୍ଲାସ 9। ଓକେ, ତ ମୋ ହିସାବରେ କ୍ଲାସ 9 ରୁ ଉପରକୁ କ୍ଲାସ ଯେ ଦେଖିବ ସେମାନେ 100% ବେନିଫିଟ ପାଇପାରିବେ। ପ୍ରଥମେ ତମମାନେ ମତେ କହ ପିଲାମାନେ ସେଣ୍ଟେନ୍ସ ଷ୍ଟ୍ରକ୍ଚର କହିଲେ କଣ ବୁଝ, ଡିସ୍କସନ କରିବା। ଡିସ୍କସନ ପୂର୍ବରୁ ତମମାନଙ୍କୁ ଗୋଟେ ସ୍କ୍ରିନରେ ମୁଁ ଚିତ୍ର ଦେଖାଉଛି, ଦେଖ ଏଠି ପିଲାମାନେ ଦେଖୁଛ ସ୍କ୍ରିନରେ, I am hungry, he is my friend, she is a beautiful, they are coming, ये ସବୁ ଗୋଟେ ଗୋଟେ ହଉଛି ବାକ୍ୟ। ପିଲାମାନେ ତମେ ହଠାତ୍ ମାନେ କାନ ଧରିଦବ କି କହିବ ସାର୍ କଣ ବୁଝଉନି, ହଠାତ୍ କହିଲେଣି ବାକ୍ୟ we are late, you are funny, it is raining, I love you, they are happy, ये ସବୁ ପିଲାମାନେ ଗୋଟେ ଗୋଟେ ବାକ୍ୟ ଆମେ କହିପାରିବା, ये ଗୋଟେ ଗୋଟେ ହଉଛି ସେଣ୍ଟେନ୍ସ। ତମମାନଙ୍କ ମୁହଁ ପୁରା ବର୍ତ୍ତମାନ ବତକ ଭଳିଆ ହେଇଯାଉନି ଯେ କଣ ସାର୍ କହିଲେ, ହଠାତ୍ କହିଲେ ବାକ୍ୟ କଣ ବୁଝିବା, ତାର ବାକ୍ୟ ଗୋଟେ ଲେଖି ପକେଇଛନ୍ତି। ତ ବାକ୍ୟର ସେଣ୍ଟେନ୍ସ ଷ୍ଟ୍ରକ୍ଚର କଣ, ଆମେ କେମିତି ତାକୁ ଷ୍ଟ୍ରକ୍ଚରାଇଜ କରିବା, କେମିତି ଲେଖିବା ଏବଂ କେମିତି ନିର୍ଭୁଲ ଲେଖିବା, ତା ବିଷୟରେ ପିଲାମାନେ ବର୍ତ୍ତମାନ ଆମେ ଡିସ୍କସନ କରିବା। ଚାଲ ପ୍ରଥମେ ଯଦି ପିଲାମାନେ ଆମେ ଗ୍ରାମାଟିକାଲି ଦେଖିବା, ପ୍ରଥମେ ମନେ ରଖ ସେଣ୍ଟେନ୍ସ ଷ୍ଟ୍ରକ୍ଚର ଇଜ ଏ ଗ୍ରାମାଟିକାଲ component that tells you exactly where and how each component of a sentence should be placed in order to blend and make sense। ଟିକେ ଯଦି ଆମେ ଫଣ୍ଡାମେଣ୍ଟାଲ ପିଲାମାନେ ବୁଝିବା ବାକ୍ୟର ସଂରଚନା କଣ ଏବଂ କହିବା, ପ୍ରଥମେ ମନେ ରଖ ବାକ୍ୟର ସଂରଚନା ହେଉଛି ଏକ ବ୍ୟାକରଣଗତ ଉପାଦାନ ବା କହିପାରିବା ଆମର ଇଂଲିଶର ଯୋଉ ଗ୍ରାମାଟିକାଲି ଗୋଟେ କମ୍ପୋନେଣ୍ଟସ୍, ଯାହା ଆପଣଙ୍କୁ ବାକ୍ୟର ପ୍ରତ୍ୟେକ ଉପାଦାନ କେଉଁଠାରେ ଏବଂ କିପରି ମିଶ୍ରଣ କରାଯିବ ଏବଂ ଅର୍ଥ ପ୍ରଦାନ କରିବା ପାଇଁ ଆନିତ କରାଯିବ ଉଚିତ ତାହା କହିଥାଏ। ବା କହିପାରିବା ସେଣ୍ଟେନ୍ସ ଷ୍ଟ୍ରକ୍ଚର ହଉଛି ଆମର ପିଲାମାନେ ଗୋଟେ ବ୍ୟାକରଣଗତ ଉପାଦାନ ଏବଂ ଯାହା ଖଞ୍ଜିବା, ମାନେ ଯେମିତି କହିପାରିବା ଗୋଟେ ଟ୍ରେନର ଯଦି ଭାବିଲ 15ଟି ବଗି ରହୁଛି, ତ ଫାଷ୍ଟ ବଗି ଲାଷ୍ଟ ବଗି କଣ ରହିବ କିମ୍ବା କ୍ୟାଣ୍ଟିନ ବଗି କୋଉଠି ରହିବ, ଆମର ଟିଟି କିମ୍ବା ଅଫିସିଆଲ କୋଉଠି ରହିବେ, ଏ ଯୋଉ ଷ୍ଟ୍ରକ୍ଚରେସନ ପରେ ଗୋଟେ ଟ୍ରେନ ଯେମିତି ସମ୍ପୂର୍ଣ୍ଣ ରୂପେ ତିଆରି ହେଇଥାଏ ବା କହିପାରିବା ଟ୍ରାକରେ ଚାଲିବା ପାଇଁ ରେଡି ହେଇଥାଏ, ସେମିତି ବାକ୍ୟର ସଂରଚନା କରିବାକୁ ହେଲେ ସେ କମ୍ପୋନେଣ୍ଟସ ଗୁଡିକ ବ୍ୟାକରଣଗତ ଏବଂ ତାର ମିଶ୍ରଣକୁ ଆମେ ସଠିକ ବା ନିର୍ଭୁଲ ଭାବରେ କେମିତି ସ୍ଥାନିତ କରିବା, ତାକୁ ହିଁ ଜାଣିବା ପାଇଁ ହେଲେ ଆମକୁ ସେଣ୍ଟେନ୍ସର ଷ୍ଟ୍ରକ୍ଚରେସନ ବୁଝିବାକୁ ପଡେ। ବୁଝିପାରିଲ, ଏତେ କ୍ଲିୟର ହେଲା ମାଇଣ୍ଡରେ। ଯଦି ପିଲାମାନଙ୍କୁ କହିବା, ଏଠି ପୁଣି ସେକୁ ଲେଖିଛି, ମୁଁ ଦେଖ ଲେଖିଛି I am hungry, ମାନେ ଏଠି ମୁଁ ଲେଖିଲି ମୁଁ ଭୋକିଲା ଅଟେ। ବୁଝିପାରିଲ, ଯଦି ପିଲାମାନଙ୍କୁ କହିବାକୁ ଲେଖିବି ଏଠି ମୁଁ ଭୋକିଲା ଅଟେ, ପିଲାମାନେ ସେନ୍ସ ମତେ ଭୋକ ଲାଗୁଛି ଖାଇବା ପାଇଁ। ଓକେ, ଏଠି ଠିକ ତାର ଠିକ ଏଗେନଷ୍ଟ ଗୋଟେ ମୁଁ ପିଲାମାନେ ଲେଖିଛି ସେଣ୍ଟେନ୍ସ ଗୋଟେ, ଆର୍ ଦେ ରୋପ ଜମ୍ପିଂ। ପିଲାମାନେ ଏଠି ଯଦି ପ୍ରଶ୍ନବାଚକ ଚିହ୍ନ ଥାନ୍ତା ହୁଏତ ତମେ କହିଥାନ୍ତେ ନା ସାର୍ ଆମକୁ ଗୋଟେ ସେଣ୍ଟେନ୍ସ ଠିକ ଲାଗୁଛି, କିନ୍ତୁ ପ୍ରଶ୍ନବାଚକ ଚିହ୍ନ ନାହିଁ, ଷ୍ଟାର୍ଟିଂରେ ମୁଁ ଆର୍ ଲଗେଇ ଦେଇଛି। ଏଠି କିଛି ବ୍ଲୁ ଡି ଇଜ କାର, ଇଏ କୌଣସି ସେନ୍ସ ଆମକୁ କ୍ଲିୟର କରୁଛି କି? ପିଲାମାନେ ଇଏ ସେଣ୍ଟେନ୍ସର ପଦବାଚ୍ୟ ଅଟେ ବା କହିପାରିବା ଆକୁ ଆମେ ଗୋଟେ ବାକ୍ୟ କହିପାରିବା, କିନ୍ତୁ ଇଏ ଗୋଟେ ଗୋଟେ ବାକ୍ୟ ନୁହଁ। କାହିଁକି ନା ଏସବୁ କୌଣସି ଅର୍ଥଗତ ମାନେ
ବୁଝିବା ଶୈଳୀ ପ୍ରଦାନ କରୁନାହାନ୍ତି, ତେଣୁକରି ଆମକୁ ବାକ୍ୟ ଉପାଦାନ କରିପାରିବା ନାହିଁ ବା ବାକ୍ୟ ପର୍ଯ୍ୟାୟବାଚକ କରିପାରିବା ନାହିଁ। ତ ସେଣ୍ଟେନ୍ସ ପିଲାମାନେ ଆମକୁ ଏପଟେ ଖଞ୍ଜିବାକୁ ହେଲେ ଆମକୁ ଗ୍ରାମାଟିକାଲି ସାହାଯ୍ୟ କରେ, ଯୋଉଟା ଏପଟେ ଆମେ ଲେଖିଛେ ସେ ଇଜ ବ୍ୟୁଟିଫୁଲ, ଦେ ଆର୍ କମିଂ, वी आर लेट, यू आर फनी, इट इज रेनिंग, ये ସବୁ ପିଲାମାନେ ବ୍ୟାକରଣର ଉପାଦାନ ଦ୍ୱାରା ଖଞ୍ଜା ଯାଇଛି ଏବଂ ତାହେଲେ ଆମକୁ ବାକ୍ୟ ପର୍ଯ୍ୟାୟବାଚକ କହୁଛେ। ଯେହେତୁ এই ବାକ୍ୟର ଉପାଦାନ ମତେ ଖଞ୍ଜା ଯାଇ ନାହିଁ ବା ଗ୍ରାମାଟିକାଲି ସେନ୍ସରେ ଖଞ୍ଜା ଯାଇନି, ତେଣୁକରି ଆମେ ବାକ୍ୟ କହିପାରିବା ନାହିଁ। ଏତିକି କ୍ଲିୟର ହେଲା। ତାପରେ ପିଲାମାନେ এটা ଏଠି ইম্পর্টেন্ট ফ্যাক্ট তোমার এটা মনে রখিপার, অদরওয়াইজ নোট ମଧ୍ୟ କରିପାର। দি কোলিন্স ডিকশনারি defines sentence structure as the grammatical arrangement of words in sentence। এটা ପିଲାମାନେ ମନେ ରଖିବ। ଯଦି ତମମାନଙ୍କୁ ମାନେ ଟିକେ ବଡ କ୍ଲାସ, ଯଦି ହାଇସ୍କୁଲ କିମ୍ବା ଏଠୁ ଲୋଅର କ୍ଲାସ ପିଲା ଦେଖୁଛ, ତାହେଲେ ତମମାନଙ୍କ ପାଇଁ ଏତେ ମନେ ରଖିବା କିଛି ଆବଶ୍ୟକ ନାହିଁ। ଯଦି ଟିକେ ଉପର ଲେଭେଲରେ ଅଛ, ତମମାନଙ୍କୁ ଗ୍ରାମାର ସେନ୍ସ ଟିକେ ଅଧିକା କମାଣ୍ଡ ଦରକାର, ତାହେଲେ ତମମାନଙ୍କୁ ଏଇଟା ମନେ ରଖିବାକୁ ପଡିବ। ଦି ଗ୍ରାମାଟିକାଲ ଆରେଞ୍ଜମେଣ୍ଟ ଅଫ ୱାର୍ଡସ ଇନ ଏ ସେଣ୍ଟେନ୍ସ, ଆମେ ତାକୁ କଣ କହିବା? ସେ ହଉଛି ସେଣ୍ଟେନ୍ସ ଷ୍ଟ୍ରକ୍ଚର। ଏଇଟା ପିଲାମାନେ ଟିକେ ଧ୍ୟାନ ରଖିବେ। ଇନ୍ ଅଦର ୱାର୍ଡ, ଯଦି ଅଲଗା ଅର୍ଥରେ କହିବା, ଦିସ୍ ସେଣ୍ଟେନ୍ସ ଷ୍ଟ୍ରକ୍ଚର ଇଜ ହ୍ୱାଟ ଡିଫାଇନ୍ସ ଦ ୱେ ଏ ସେଣ୍ଟେନ୍ସ ଲୁକ୍ ୱିଲ୍ ଲୁକ୍ ଆଣ୍ଡ ସାଉଣ୍ଡ। କୋଲିନ୍ସର ଅଭିଧାନ ବାକ୍ୟ ସଂରଚନାକୁ ବାକ୍ୟରେ ଶବ୍ଦର ବ୍ୟାକରଣଗତ ବ୍ୟବସ୍ଥା ଭାବରେ ବ୍ୟାଖ୍ୟା କରେ, ବା କହିପାରିବା ଅନ୍ୟ ଶବ୍ଦରେ ବାକ୍ୟର ଗଠନ ହେଉଛି ଏକ ବାକ୍ୟର ଦୃଶ୍ୟ ଏବଂ ଶବ୍ଦକୁ ବ୍ୟାଖ୍ୟା କରେ ଏବଂ ଅର୍ଥ ପ୍ରଦାନ କରି, ଓକେ, ଅର୍ଥ ପ୍ରଦାନ କରେ। ଏ ସେନ୍ସ ତମମାନଙ୍କୁ ଗୋଟେ କ୍ଲିୟର ଦେବାର ଅଛି ଯେ ବାକ୍ୟ କଣ ଜାଣିବା ପୂର୍ବରୁ, ସେଣ୍ଟେନ୍ସ କଣ ଜାଣିବା ପୂର୍ବରୁ ବା ସେଣ୍ଟେନ୍ସର କମ୍ପୋନେଣ୍ଟସ କଣ ଜାଣିବା ପୂର୍ବରୁ, କେତେ ପ୍ରକାର ସେଣ୍ଟେନ୍ସ ଅଛି, ସେଣ୍ଟେନ୍ସ ଭିତରେ ଆମର କଣ କମ୍ପୋନେଣ୍ଟସ ରହୁଛି, ଏସବୁ ଜାଣିବା ପୂର୍ବରୁ ପ୍ରଥମେ ଆମେ ଜାଣି ରଖିବା ଥିଲା ଯେ ସେଣ୍ଟେନ୍ସ କଣ ଏବଂ ତାର ସେଣ୍ଟେନ୍ସକୁ ଆମେ ଷ୍ଟ୍ରକ୍ଚରେସନ କାହିଁକି କରିବା, କାହିଁକି କରିବା, କାହିଁକି ନା ତାର ଅର୍ଥ ପ୍ରଦାନ କରିବା ନିହାତି ଦରକାର। ତ ମୁଁ କହି ପିଲାମାନେ ଏ ସବୁକୁ କପି ପେନରେ ନୋଟ କରିକି ରଖ, ଦୁଇ ଚାରି ଥର ପଢ, ତମମାନଙ୍କ ମାଇଣ୍ଡରେ କ୍ଲିୟର ରହିବ। ବୁଝିପାରିଲ? ତାପରେ ସେ ପିଲାମାନେ ପାର୍ଟ ଅଫ ଏ ସେଣ୍ଟେନ୍ସ ଆଜିର କ୍ଲାସର ମୁଖ୍ୟ ବା କହିପାରିବା ଆମର ଫାର୍ଷ୍ଟ କ୍ଲାସର ମାନେ ପ୍ରଥମ ଟପିକ ଆରମ୍ଭ ହେଲା ଯେ ପାର୍ଟସ ଅଫ ଏ ସେଣ୍ଟେନ୍ସ। ବାକ୍ୟର ଅଂଶ କହିପାରିବା, ବାକ୍ୟର ଉପାଦାନ ମଧ୍ୟ କହିପାରିବା। ଦେଖ ଏଠି ପିଲାମାନେ ବାକ୍ୟର ଉପାଦାନ କହିଲେ ଅଲଗା ଅର୍ଥ ବାହାରିଯାଉଛି। ଉପାଦାନ କହିଲେ ଆମେ କମ୍ପୋନେଣ୍ଟସକୁ ପଳେଇଯିବା, କିନ୍ତୁ ବାକ୍ୟର ପାର୍ଟ କହିଲେ ଭାଗ, କେତେ ଭାଗ ଆମେ କରିପାରିବା, ଗୋଟେ ସେଣ୍ଟେନ୍ସକୁ ଆମେ କେତେ ଭାଗ କରି। ଏ ସେଣ୍ଟେନ୍ସ ଇନ୍ ଦ ଇଂଲିଶ ଲାଙ୍ଗୁଏଜ କହିପାରିବେ ପିଲାମାନେ ଗୋଟେ ବାକ୍ୟ ଯାହାକି ଇଂରାଜୀ ଭାଷାରେ କନସିଷ୍ଟ ଅଫ ଆଟଲିଷ୍ଟ ଏ ସବଜେକ୍ଟ, ଯାହା ଅତି କମରେ ଗୋଟେ କର୍ତ୍ତା, ବ୍ୟସ୍ତ ମାନେ ପିଲାମାନେ ଆର ଓଡିଆ ମଧ୍ୟ ତଳେ ଲେଖା ଅଛି, ମୁଁ ତମମାନଙ୍କୁ କହିଦଉଛି। ଓକେ, ଅତି କମରେ ଗୋଟେ କର୍ତ୍ତା ଆଣ୍ଡ ଏ ପ୍ରେଡିକେଟ, ଗୋଟେ କ୍ରିୟାଂଶ। ପ୍ରେଡିକେଟ ପିଲାମାନେ ଆମେ କହିପାରିବା କ୍ରିୟାଂଶ, କ୍ରିୟାଂଶ। ଇନ୍ ଅଦର ୱାର୍ଡସ ଏ ସେଣ୍ଟେନ୍ସ ସୁଡ ହାଭ ଏ ସବଜେକ୍ଟ ଆଣ୍ଡ ଏ verb, ବା ଅନ୍ୟ ଅର୍ଥ ଯଦି କହିବା ଗୋଟେ ବାକ୍ୟରେ ଆମେ କୌଣସି କର୍ତ୍ତା କ୍ରିୟା ଯଦି ଥିବ ତାହେଲେ ଆମେ ତାକୁ ବାକ୍ୟ ପର୍ଯ୍ୟାୟବାଚକ କରିପାରିବା, କିମ୍ବା କୌଣସି କହିପାରିବା କର୍ତ୍ତା ଏବଂ କ୍ରିୟାଂଶ ଥିବ ତାହେଲେ ବି ଆମେ ତାକୁ ବାକ୍ୟ ପର୍ଯ୍ୟାୟବାଚକ କରିପାରିବା। ଦେଖ ପିଲାମାନେ ଏମିତି କଣ ପାଇଁ, ଯଦି ତମମାନଙ୍କର ମାଇଣ୍ଡରେ ଟିକେ ଆଗରୁ ବାକ୍ୟ କଣ ବା ସେଣ୍ଟେନ୍ସ କଣ ଥିବ, ତାହେଲେ ମୁଁ ଧର କହିବି ରାମ ଗୋଜ, ରାମ ଗୋଜ, ଏଇ ପିଲାମାନେ ଇଏ ଗୋଟେ ସେଣ୍ଟେନ୍ସ ହେଇଯିବ। ଧର ମୁଁ ଏମିତି ବି କହିପାରିବି ରାମ ଇଜ ପ୍ଲେଇଂ ଫୁଟବଲ, ପିଲାମାନେ ଇଏ ବାକ୍ୟ ପର୍ଯ୍ୟାୟବାଚକ ହେଇପାରିବ। କିନ୍ତୁ ପିଲାମାନେ ଇଏ ତ ଦିଟା ୱାର୍ଡ ନେଇକି ଗୋଟେ ବାକ୍ୟ କରିଦେଲେ, ଇଏ ତ ଦୁଇ ତିନି ଚାରିଟି ହେଲାଣି। ପିଲାମାନେ ଇଏ ବି ବାକ୍ୟ ପର୍ଯ୍ୟାୟବାଚକ ଅଟେ, ଅର୍ଥ ସମ୍ପୂର୍ଣ୍ଣ ପ୍ରଦାନ କରୁଛି। ଇଏ ବି ବାକ୍ୟ ପର୍ଯ୍ୟାୟବାଚକ ଅଟେ, ଇଏ ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ କରୁଛି। ଗୋଟେ ବାକ୍ୟରେ ଆମେ ଦେଖିଲେ ଯୋଉଠି କର୍ତ୍ତା ଅଛି ଏବଂ ଓନ୍ଲି କ୍ରିୟା ଅଛି, କର୍ତ୍ତା ଆଉ କ୍ରିୟା ଅଛି, ଯୋଉଠି କର୍ତ୍ତା ଏବଂ ଯୋଉଠି କ୍ରିୟାଂଶ ଅଛି, ଏବଂ କ୍ରିୟାଂଶ କଣ ତା ପିଲାମାନେ ଆମେ ସବଜେକ୍ଟ ଡିସ୍କସନ କଲା ପରେ ଦେଖିବା କ୍ରିୟାଂଶ କଣ। ବା ଆମେ ବର୍ତ୍ତମାନ ଯେହେତୁ ଡିସ୍କସନ କରୁଛେ ପାର୍ଟ ଅଫ ଏ ସେଣ୍ଟେନ୍ସ, ତ ପାର୍ଟ ଅଫ ସେଣ୍ଟେନ୍ସ ପିଲାମାନେ ଆମେ ଅତି କମରେ ଗୋଟେ ବାକ୍ୟ ଭିତରେ କଣ ରଖିପାରିବା, ଗୋଟେ କର୍ତ୍ତା ରଖିପାରିବା, କର୍ତ୍ତା ପରେ ଆମେ କ୍ରିୟା, କିମ୍ବା କର୍ତ୍ତା ପରେ ଗୋଟେ କ୍ରିୟାଂଶ, ଯାହା ପିଲାମାନେ ରଖିପାରିବେ ତାହେଲେ ଆମେ କହିପାରିବା ସେ ହଉଛି ଗୋଟେ ବାକ୍ୟ। କ୍ଲିୟର ବୁଝିପାରିଲ? ତ ଓଡିଆ ଯଦି ପିଲାମାନେ ପଢିବା ଲେଖିବ, ତମେ ଯଦି ନୋଟ କରିବ କଣ କରିବ, ଇଂରାଜୀ ଭାଷାରେ ଏକ ବାକ୍ୟ ଅତି କମରେ ଏକ ବିଷୟ, ଏଟା ପିଲାମାନେ ବିଷୟ ନୁହଁ, ଏଠି କର୍ତ୍ତା ହେବା କଥା, ଏକ କର୍ତ୍ତା, ଓକେ, ଏବଂ ଗୋଟେ କ୍ରିୟାଂଶ ଅଟେ।
ଅନ୍ୟ ଶବ୍ଦରେ ଆମେ ଯଦି କହିବା ଗୋଟିଏ ବାକ୍ୟରେ ଏକ ବିଷୟ ସରି ପିଲାମାନେ ଗୋଟେ କର୍ତ୍ତା କିମ୍ବା କ୍ରିୟା ଗୋଟିଏ ବାକ୍ୟ ଭିତରେ ଆମେ ପ୍ରଥମେ ଗୋଟେ ଯଦି କର୍ତ୍ତାକୁ ଲେଖିଦବା ତାହେଲେ ଗୋଟେ ପାର୍ଟରେ ଆମେ କ୍ରିୟା ରଖିପାରିବା ଅଦରୱାଇଜ ଆମେ ଗୋଟେ ପାର୍ଟରେ କ୍ରିୟାଂଶ ମଧ୍ୟ ରଖିପାରିବା। ତ ଏଠି ଜାଣିପାରିଲ ପିଲାମାନେ ତ ଗୋଟେ ସେଣ୍ଟେନ୍ସ ଭିତରେ ମୁଖ୍ୟତଃ ଆମେ ଦୁଇଟା ହିଁ ପାର୍ଟ ପାଇବା ଗୋଟେ ହଉଛି ସବଜେକ୍ଟ ଆଉ ଗୋଟେ ହଉଛି ପ୍ରେଡିକେଟ ବା ଆମେ କହିବା ଗୋଟେ ସବଜେକ୍ଟ ଆଉ ଗୋଟେ ହଉଛି verb। ତ ବେସିକାଲି ଯେହେତୁ ଇଏ କ୍ଲାस 9 बेस ग्रामर को ଆମେ ବେଶୀ ଟାର୍ଗେଟ କରିଛେ ତ ସେଥିରେ ସବଜେକ୍ଟ ଆଉ ପ୍ରେଡିକେଟ କୁ ଅଧିକ ଗୁରୁତ୍ୱ ଦିଆଯାଇଛି ସେଥିପାଇଁ ମୁଁ ନେଇକି ଆସିଲି ପିଲାମାନେ ବୁଝିପାରିଲ। ଆଉ ପ୍ରେଡିକେଟ ଯଦି ପିଲାମାନେ ଅଛି ତାହେଲେ ଆମେ ତାକୁ ମଧ୍ୟ କ୍ରିୟାଂଶ କହିପାରିବା ମାନେ ସବଜେକ୍ଟ ଅଛି ପ୍ଲସ ଭର୍ବ ଅଛି ଆଉ ସବଜେକ୍ଟ ଅଛି ପ୍ଲସ ପ୍ରେଡିକେଟ ଅଛି ତ ପିଲାମାନେ ଭର୍ବ ମଧ୍ୟ ପ୍ରେଡିକେଟର ଅଂଶ ଭିତରେ ଯିବ ବୁଝିପାରିଲ କ୍ଲିୟର। ତ ପ୍ରଥମେ ପିଲାମାନେ ସବଜେକ୍ଟ କଣ ଜାଣିବା ତାପରେ ପ୍ରେଡିକେଟ କଣ ଜାଣିବା ବାକି ରହିଲା ଯୋଉ କ୍ରିୟା କଥା ପିଲାମାନେ ଧରିନିଅ ଏଠି ସ୍କ୍ରିନ ଉପରେ ଦେଖୁଛ ଗୋଟେ ଜଣେ ବ୍ୟକ୍ତି ଅଛନ୍ତି ସେ ଯେ କାମ କରୁଛନ୍ତି ଏବଂ ତାଙ୍କ ସାଇଡରେ 1 2 3 ଜଣ ଅଛନ୍ତି କାମ କରୁଛନ୍ତି ଏଠି ମଧ୍ୟ 2 ଜଣ ଅଛନ୍ତି କାମ କରୁଛନ୍ତି। ତ ଏଠି ସେନ୍ସ କଣ ଅଛି ନା ଜଣେ କାମ କରୁଛି ଜଣେ କାର୍ଯ୍ୟ କରୁଛି ତା ସହିତ ସେ ମଧ୍ୟ ଅନ୍ୟମାନଙ୍କୁ କରଉଛି ଓକେ କାର୍ଯ୍ୟ ଯେ କରୁଛି ତାକୁ ଆମେ କର୍ତ୍ତା କହିବା ଯେମିତି କି ଆମେ ଶୁଣିଛେ କୌଣସି ମନ୍ଦିର କିମ୍ବା ମଠରେ ଆମର ଯେତେବେଳେ କୌଣସି ପୂଜା କରାଯାଏ ଆମର ହୋମ କରାଯାଏ ଜଣେ ସେଠି କର୍ତ୍ତା ବସିଥାନ୍ତି ଓକେ ଜଣେ କର୍ତ୍ତା ବସିଥାନ୍ତି ସେ କୁଶବଟ ହାତରେ ଲଗେଇକି ଜଣେ କର୍ତ୍ତା ବସିଥାନ୍ତି ପୁରା ନାକ ସେ ନିଃଶ୍ୱାସ ମୋଡିକି ସେ କିଛି କାମ କରିବେନି କାମ କିଏ କରିବ ଯୋଉମାନେ ତଳେ ଥିବେ ମାନେ ସାଙ୍ଗସାଥି ଭାଇ ବନ୍ଧୁ କୁଟୁମ୍ବ ଥିବେ ସେମାନେ କର୍ମ କରିଥାନ୍ତି କାହା କାମ କରିଥାନ୍ତି ଆଙ୍କରି କାମ କରିଥାନ୍ତି ବା କହିପାରିବା ଯେ କର୍ତ୍ତା ବସିଥାନ୍ତି ତାଙ୍କ କାମ କରିଥାନ୍ତି ତ ଏଠି କର୍ତ୍ତା ଯିଏ ନିଜେ କାମ କରିବ ବି ତା ସହିତ କାମ କରିବ ବି ଏମିତି ଗ୍ୟାରେଣ୍ଟି ନାହିଁ ଯେ କର୍ତ୍ତା ସେ କାମ ନିଜେ କରିବ ସେ ଯାହା ଦ୍ୱାରା ବି କରିବ ତା ପାଇଁ ବି ସେ ଗୋଟେ କର୍ମ ବୁଝିପାରିଲ। ଦେଖ ବର୍ତ୍ତମାନ ଆମେ ଡିସ୍କସନ କରିବା ପିଲାମାନେ ସବଜେକ୍ଟ କଣ ସବଜେକ୍ଟ କଣ ଡିସ୍କସନ ବେଳେ ଧ୍ୟାନପୂର୍ବକ ପିଲାମାନେ ଯଦି ତମାନଙ୍କ ପାଖରେ କପି ପେନ୍ ଅଛି ତ ବଢିଆ ସେ ନୋଟ କର ତାପରେ ଦେଖ ନୋଟ କରିବାଟା ଏଥିପାଇଁ ଜରୁରୀ ତମମାନଙ୍କୁ ଆଗକୁ ଯାଇ କାମେ ଲାଗିବ ବୁଝିପାରିଲ ନା ନାହିଁ ଦେଖ ଲେଖା ହେଇଛି ସବଜେକ୍ଟ ପିଲାମାନେ କହିଲେ କଣ କହିବେ ଯେ କର୍ତ୍ତା କର୍ତ୍ତା କଣ ଦି ସବଜେକ୍ଟ କ୍ୟାନ୍ ବି ଏ ନାଉନ୍ ଅର୍ ପ୍ରୋନାଉନ୍ ତମମାନଙ୍କୁ ଗୋଟେ ମାଇଣ୍ଡ ଏଠି ଆସିବ ସାର୍ ନାଉନ୍ ପଢା ମୁଁ ତ ପଢା ହେଇନି ଓକେ ନାଉନ୍ ପିଲାମାନେ ମୁଁ ବେଷ୍ଟ ଲେଭେଲ ତମମାନଙ୍କୁ ଦେଇନି ଓକେ ବେଷ୍ଟ ଲେଭେଲ ତମମାନଙ୍କୁ ଦିଆଯାଇନି କିନ୍ତୁ କମ୍ପିଟିସନ ଲେଭେଲରେ ଆମେ କହିପାରିବା ନାଉନ୍ ପ୍ରୋନାଉନ୍ କଣ ସେ ତମମାନଙ୍କ ପାଇଁ ଟିକେ ହାର୍ଡ ହବ ସେ ଅଲରେଡି ସରି ଯାଇଛି ଯଦି କୌଣସି ପିଲା କ୍ଲାସ ଦେଖୁଛୁ ତାକୁ ଲାଗୁଛି କି ନାଇଁ ଆମେ ବେଷ୍ଟ ଲେଭେଲ କ୍ଲିୟର କରିବା କିଛି ଆବଶ୍ୟକ ନାହିଁ ଆମେ କମ୍ପିଟିସନ ଲେଭେଲ ଡାଇରେକ୍ଟ କ୍ଲିୟର କରିବାକୁ ଚାହୁଁଛୁ ତାହେଲେ ବେଷ୍ଟ ଅଫ୍ ତମମାନେ ସେ ଭିଡିଓ ଦେଖିପାର ନହେଲେ ଯୋଉମାନେ ନ ଦେଖିବାକୁ ଚାହୁଁଛ ୱେଟ୍ କର ତମମାନଙ୍କ ସହିତ ଖୁବ ଶୀଘ୍ର ମୁଁ ନାଉନ୍ ଆଉ ପ୍ରୋନାଉନ୍ ଡିସ୍କସନ କରିନେବି ଓକେ ତ ପିଲାମାନେ ଗୋଟେ ସବଜେକ୍ଟ ଗୋଟେ କର୍ତ୍ତା ସେ କଣ ହେଇପାରେ ଦି ସବଜେକ୍ଟ କ୍ୟାନ୍ ବି ଏ ନାଉନ୍ ଅର୍ ଏ ପ୍ରୋନାଉନ୍ ଗୋଟେ କର୍ତ୍ତା ଏକ ବିଶେଷ ହେଇପାରେ କିମ୍ବା ଗୋଟେ ସର୍ବନାମ ହେଇପାରେ ବୁଝିପାରିଲ ଏବଂ କହିପାରିବା ବା କିଛି କହିପାରିବା ଯଦି ସର୍ବନାମ ହେଇପାରେ ବିଶେଷ ହେଇପାରେ ଏବଂ ତା ସହିତ ଦ୍ୟାଟ୍ ଡଜ୍ ଦ ଆକ୍ସନ ଏବଂ ସେ କୌଣସି କାର୍ଯ୍ୟ କରିଥାଏ ସେ ସେଣ୍ଟେନ୍ସ ଭିତରେ ସେ କୌଣସି କାର୍ଯ୍ୟ କରିଥାଏ ଯଦି ଆମେ ଏଠି ଦେଖିବା ତମ ମାଇଣ୍ଡରେ ଗୋଟେ ଏକାଥରେ କ୍ଲିୟର ହେଇଯିବ ଭାବିନିଅ ଏଠି ଛୋଟ କରିଦଉଛି ଦେଖ ପିଲାମାନେ ଏଠି ତମମାନଙ୍କୁ ସ୍କ୍ରିନରେ ଦେଖାଯାଉଛି ଯେ ସୂର୍ଯ୍ୟର କିରଣଟି ଚିକ୍ ଚିକ୍ କରୁଛି ଲେଖା ହେଇଛି ସୂର୍ଯ୍ୟ କିରଣ ଚିକ୍ ଚିକ୍ କରୁଛି ଦି ସନ୍ ଇଜ ସାଇନିଂ ପିଲାମାନେ ସାଇନିଂ କହିଲେ ଚିକ୍ ଚିକ୍ କରିବା କିଏ ସାଇନିଂ କରୁଛି ସୂର୍ଯ୍ୟର କିରଣ ଆମେ କହିପାରିବା ସୂର୍ଯ୍ୟର କିରଣ ଯେତେବେଳେ ସାଇନିଂ କରୁଛି ପିଲାମାନେ ଆମେ କହିପାରିବା ସୂର୍ଯ୍ୟ କିରଣ କଣ ହଉଛି ନା ସେ ତାର କାର୍ଯ୍ୟ ସୂର୍ଯ୍ୟର ଏଇଟା ହଉଛି ଗୋଟେ ଆମେ କହିପାରିବା ପ୍ରାଇମେରୀ ୱାର୍କ ସେ ତାର କରୁଛି ଏଠି ପିଲାମାନେ କର୍ତ୍ତା କିଏ ସବୁ ନା ଦି ସନ୍ ସୂର୍ଯ୍ୟ ହଉଛି ଆମର ଏଠି କର୍ତ୍ତା ଓକେ ସୂର୍ଯ୍ୟ ହଉଛି ପିଲାମାନେ ଆମେ କହିପାରିବା କର୍ତ୍ତା ଇଜ୍ ସାଇନିଂ ପିଲାମାନେ ପାର୍ଟ ସମ୍ପୂର୍ଣ୍ଣ ରୂପେ ଆମେ କହିପାରିବା ଇଏ ହଉଛି ପ୍ରେଡିକେଟ ପାର୍ଟ ହଉଛି ପ୍ରେଡିକେଟ ପାର୍ଟ କିନ୍ତୁ ପିଲାମାନେ ଆମେ ଏଠି ଭର୍ବ କେସେ ଇଜ୍ ବି ହଉଛି ଗୋଟେ ଭର୍ବ ଯୋଉଟାକି ଆମେ ଅକ୍ସିଲିଆରୀ ଭର୍ବ ବୋଲି କହିଥାଉ ସାଇନିଂ ବି ସେ ଗୋଟେ ହଉଛି ଭର୍ବ ଭର୍ବ କେତେ ପ୍ରକାର ତାହା ଆମେ ନେକ୍ସଟ କ୍ଲାସରେ ଡିସ୍କସନ କରିବା କିନ୍ତୁ ଆମର ମନେ ରଖିବ ବି ସନ୍ ଇଏ ହଉଛି ଆମର ସବଜେକ୍ଟ ପାର୍ଟ ଇଜ୍ ସାଇନିଂ ସିଏ ହଉଛି ଆମର ପ୍ରେଡିକେଟ ପାର୍ଟ କ୍ଲିୟର ବୁଝିପାରିଲ ପିଲାମାନେ ବୁଝିପାରିଲା କ୍ଲିୟର ସେମିତି ଆମେ କହିବା ଦି ସ୍କାଇ ଇଜ କ୍ଲିୟର ଏଠି ଆକାଶ ତମକୁ ପୁରା ସ୍ୱଚ୍ଛ ଦେଖାଯାଉଛି ପୁରା ପରିଷ୍କାର ଆକାଶ ତମକୁ ଦେଖାଯାଉଛି ବୁଝିପାରୁଛ ନା ନାଇଁ ଦି ସ୍କାଇ ପିଲାମାନେ କ୍ଲିୟର କହିଲେ ଆମେ କହିପାରିବା ଲେଖିବ ଦି ଦି ଲେଖିବ ପିଲାମାନେ ସ୍କାଇ ଲେଖିବ ଦି ସ୍କାଇ ଆକାଶ ଇଏ ହଉଛି ସବଜେକ୍ଟ ପାର୍ଟ ଆମର ଇଜ କ୍ଲିୟର ସେ ହଉଛି ଆମର ପିଲାମାନେ ପ୍ରେଡିକେଟ ପାର୍ଟ କ୍ଲିୟର ବୁଝିପାରିଲ
ଟୁଡେ ଇଜ ୱେଡନେସଡେ, ଆଜି ବୁଧବାର ଅଟେ। ପିଲାମାନେ ଏଇ ସେଣ୍ଟେନ୍ସରେ ତମମାନଙ୍କୁ ମତେ କମେଣ୍ଟସ ଲେଖି ଜଣେଇବାର ଅଛି ଯେ ଏଥିରେ ସବଜେକ୍ଟ କିଏ ସେ ପ୍ରେଡିକେଟ କିଏ। ବୁଝିପାରିଲ? ସବଜେକ୍ଟ କିଏ ଆଉ ପ୍ରେଡିକେଟ କିଏ। चलो डिस्कशन करिए पिलाମାନେ। नेक्स्ट हम देखिबा क्रियांश कौन बा प्रेडिकेट कौन। पिलाମାନେ प्रेडिकेट कहले हम कौन बुझिबा। प्रेडिकेट कहले पिलाମାନେ कहि परिबा क्रियांश। The predicate is the part of a sentence that contains the verb and provides information about the subject। क्रियांश होची एक वाक्यर अंश ଯାହାକି କଣ କରିଥାଏ ବାକ୍ୟର କ୍ରିୟା କିମ୍ବା କ୍ରିयांशକୁ ଧାରଣ କରିଥାଏ, ପ୍ରୋଭାଇଡ କରିଥାଏ, କଣ କରିଥାଏ ଆମେ କହିପାରିବା ସୂଚନା ପ୍ରଦାନ କରିଥାଏ, ପ୍ରୋଭାଇଡ କରିଥାଏ କାହା ବିଷୟରେ କର୍ତ୍ତା ବିଷୟରେ ଯେ କର୍ତ୍ତା କଣ କରୁଛି, କର୍ତ୍ତା କଣ କରୁଛି। ଯଦି ଆମେ ଏମିତି ଯଦି ପ୍ରଶ୍ନ କରିବା ହୁ କିଏ କରୁଛି କାମ, ଗୋଟେ ସେଣ୍ଟେନ୍ସ ଲେଖା ହେଇଛି ଧର ମୁଁ ଲେଖିଲି ଏଠି ଦି ସନ୍ ଇଜ ସାଇନିଂ। ଯଦି ପିଲାମାନେ ଯଦି ମୁଁ ପ୍ରଶ୍ନ କରିବି ଯେ କିଏ ସାଇନିଂ କରୁଛି ବା କିଏ ଚିକଚିକ କରୁଛି, ତମ ଭିତରେ କଣ ଲେଖିବ ଦି ସନ୍, ସିଏ ହଉଛି ସବଜେକ୍ଟ। ନର୍ମାଲ ଯଦି ଆମେ କିଏ ବୋଲି ପ୍ରଶ୍ନ କରିବା ବା କଣ ବୋଲି ପ୍ରଶ୍ନ କରିବା ଯଦି ଉତ୍ତର ଆମେ ପାଇଯିବା, ବେସିକାଲି ପିଲାମାନେ 80% ଆମର ଯଦି କିଏ ବୋଲି ପ୍ରଶ୍ନ କରିବା କୌଣସି ସେଣ୍ଟେନ୍ସକୁ ଯାହା ଆମେ ଉତ୍ତର ପାଇବା ସେ ହଉଛି କର୍ତ୍ତା। କ୍ଲିୟର ବୁଝିପାରିଲ? ସେଠି ପିଲାମାନେ ଏକ୍ସାମ୍ପଲ ଦେଖ ତମମାନଙ୍କ ସ୍କ୍ରିନରେ ଲେଖା ଅଛି। ଦେଖ ଏକ୍ସାମ୍ପଲ କଣ କହୁଛି ଆଇ ଲଭ୍ ଚିକେନ ଆଣ୍ଡ ରାଇସ୍। ମୁଁ ଚିକେନ ଏବଂ ଚାଉଳ ପିଲାମାନେ ଆମେ ଲେଖିପାରିବା ଅଲରେଡି ଭାତ ଲେଖିପାରିବା। କିନ୍ତୁ ମୁଁ ଚିକେନ ଏବଂ ଭାତ ଭଲ ପାଏ ଖାଇବା ପାଇଁ। ତ ପିଲାମାନେ ଏଠି ଯଦି କହିବ କିଏ ଭଲ ପାଏ, ମୁଁ ମୁଁ ହଉଛି ସବଜେକ୍ଟ। ଯଦି ଆଇ ପିଲାମାନେ ହଉଛି ସବଜେକ୍ଟ, ଲଭ୍ ଚିକେନ ଆଣ୍ଡ ରାଇସ୍ ସବୁ ଜାଗା ହେଇଯାଉଛି ଆମର ପ୍ରେଡିକେଟ ପାର୍ଟ। ବକୁଲ ହାଜ ଏ ପେଟ୍, ବକୁଲ କହିଲେ ପିଲାମାନେ ଜଣେ ବ୍ୟକ୍ତି ଯାହା ପାଖରେ ଗୋଟେ ଗୃହପାଳିତ ପଶୁ ଅଛି, ଗୋଟେ ବିଲେଇ ଅଛି, ଯାହା ବି ପେଟ୍ କହିଲେ ପିଲାମାନେ କୌଣସି ତମ ପ୍ରିୟ ପଶୁ ଯାହା ତମେ ଘରେ ପାଳ, ପ୍ରିୟ ପ୍ରାଣୀ ଆମେ କହିପାରିବା। ତ ବକୁଲ ପିଲାମାନେ ଏଠି କିଏ ଗୃହପାଳିତ ପଶୁ ରଖିଛି, କାହା ପାଖରେ ଅଛି, ସେମିତି ପିଲାମାନେ ବକୁଲ। ତ ଇଏ ସବଜେକ୍ଟ, ଇଏ ହଉଛି ପ୍ରେଡିକେଟ ପାର୍ଟ। ଦେ ଆର୍ ପ୍ଲେଇଂ ଫୁଟବଲ, ପିଲାମାନେ ଏଠି କିଏ ଖେଳୁଛି ଫୁଟବଲ, ଆମେ ସେମାନେ। ତ ଇଏ ହଉଛି ସବଜେକ୍ଟ, ଏଠି ଗୋଟେ ଫୁଟବଲ ଖେଳୁଛନ୍ତି ପ୍ରେଡିକେଟ ପାର୍ଟ। ହେଲା ପିଲାମାନେ ରାଇସ୍, ହେଲା ଚିକେନ, ଯାହା ମତେ ଖାଇବାକୁ ଭଲ ଲାଗେ। କିଛି ବି ସେନ୍ସ ପିଲାମାନେ ତମାନେ ଲଗେଇ ପାରିବ। ସବଜେକ୍ଟ ପ୍ରେଡିକେଟ ବହୁତ ବଡ କଥାଟେ ନୁହଁ, ଯେହେତୁ ଆମେ କ୍ଲାସ 9 ର ବେଷ୍ଟ ଲେଭେଲକୁ ନେଇକି ଷ୍ଟାର୍ଟ ସେ କ୍ଲାସକୁ, ସେଥିପାଇଁ ମୁଁ ତମମାନଙ୍କୁ ଗୋଟେ ଓରାଲି ସବଜେକ୍ଟ ପ୍ରେଡିକେଟ ବୁଝେଇଦେଲି। ଏବଂ ନେକ୍ସଟ କ୍ଲାସରେ ଆମେ ଡିସ୍କସନ କରିବା କଣ टाइप्स ऑफ सेंटेंस सॉरी पार्ट ऑफ सेंटेंस हम लिखी माने क्लास डिस्कशन करिवे कंपोनेंट्स कौन। ओके, पार्ट्स ऑफ सेंटेंस कंपोनेंट्स। ओके, सेंटेंस रो कंपोनेंट्स गुड हम से गुड डिस्कशन करबा नेक्स्ट क्लास रे। तो पिला माने आज बे क्लास एंड करबा। बहुत बहुत धन्यवाद। जय हिंद, जय भारत।